ନମସ୍କାର। ଆଜି ଆମେ ପୁରୀ ରଥଯାତ୍ରାର ଏକ ଏମିତି କାହାଣୀ ବିଷୟରେ କଥା ହେବା ଯାହା ବୋଧେ ସମସ୍ତେ ଏତେ ଭଲ ଭାବରେ ଜାଣିନଥିବେ। ମାନେ ଯେତେବେଳେ ସ୍ୱୟଂ ମାତା ଲକ୍ଷ୍ମୀ ଭୀଷଣ ରାଗିଯାଇ ମହାପ୍ରଭୁ ଜଗନ୍ନାଥଙ୍କ ରଥର ଗୋଟେ ଅଂଶ ଭାଙ୍ଗି ଦେଇଥିଲେ। ହଁ, ଏକଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାନେ କୌଣସି ଯୁଦ୍ଧ କିମ୍ବା ଅସୁରଙ୍କ କଥା ନୁହେଁ ଏଇଟା। ଏଇଟା ପୂରାପୂରି ଗୋଟେ କଣ କହନ୍ତି ପତ୍ନୀଙ୍କ ଅଭିମାନ ଆଉ ଅପମାନର ପ୍ରତିବାଦର କାହାଣୀ। ଠିକ୍। ତେବେ ଚାଲନ୍ତୁ ଏ କାହାଣୀ ଭିତରକୁ ଯିବା ଆଉ ଏହାର ଗଭୀର ଅର୍ଥ ବୁଝିବାକୁ ଚେଷ୍ଟା କରିବା। ଆମେ ତ ଜାଣିଛେ ରଥଯାତ୍ରାରେ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ଯାଆନ୍ତି, ତାଙ୍କର ମାଉସୀ ଘରକୁ। କିନ୍ତୁ ଏ କାହାଣୀରେ ଗୋଟେ ବଡ଼ କଥା ହେଲା ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇକି ଗଲେନି। ହଁ, ଆଉ ସେଇଟା ହିଁ ମୂଳ କାରଣ। ଏହାକୁ ଲକ୍ଷ୍ମୀ କେବଳ ଭୁଲିଯିବା ଭଳି ଦେଖିଲେନି। ତାଙ୍କ ପାଇଁ ଏହା ଏକ ବଡ଼ ଅପମାନ ଥିଲା। ଭୀଷଣ କ୍ରୋଧ ଆସିଲା ତାଙ୍କୁ। ଆଚ୍ଛା। ତ ଯାତ୍ରାର 5 ଦିନ ବିତିଗଲା ପରେ ସେ ଆଉ ସମ୍ଭାଳି ପାରିଲେ ନାହିଁ। ସ୍ଥିର କଲେ ଯେ ନିଜେ ଯିବେ ଗୁଣ୍ଡିଚା ମନ୍ଦିର। ଆଉ ସେମିତି ସାଧାରଣ ଭାବେ ନୁହେଁ, ପୁରା ରାଜକୀୟ ବେଶଭୂଷା, ସୁସଜ୍ଜିତ ପାଲିଙ୍କି, ବାଜା ବାଜଣା ସହ ଗଲେ ନିଜ ଅସନ୍ତୋଷ ଜଣେଇବାକୁ। ବାହା ମାନେ ପୁରା ଦେବୀଙ୍କ ଠାଣିରେ। ତାପରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ପରେ ହଁ, ତାଙ୍କ ଆସିବା ଖବର ମହାପ୍ରଭୁଙ୍କ ପାଖକୁ ଗଲା। କିନ୍ତୁ କୁହାଯାଏ ସେ ଲକ୍ଷ୍ମୀଙ୍କର ରାଗ ଦେଖି ଟିକେ ଡରିକି ଦ୍ୱାର ବନ୍ଦ କରିଦେଲେ, ଭିତରକୁ ଆସିବାକୁ ଦେଲେନି। ଓହୋ, ଏଇଠି ତ କଥା ଆହୁରି ଜଟିଳ ହେଇଗଲା। ନିଜ ସ୍ୱାମୀଙ୍କ ଘରେ ହିଁ ତାଙ୍କୁ ପ୍ରବେଶ ମନା। ତାପରେ ଲକ୍ଷ୍ମୀ କ'ଣ କଲେ? ସେତେବେଳେ ତାଙ୍କର ଅପମାନ ଆହୁରି ବଢ଼ିଗଲା। ଆଉ ସେଇ କ୍ରୋଧରେ ସେ ନିଜ ସେବକମାନଙ୍କୁ ଆଦେଶ ଦେଲେ ଯେ ବାହାରେ ଠିଆ ହୋଇଥିବା ଜଗନ୍ନାଥଙ୍କ ରଥ ନନ୍ଦିଘୋଷର ଗୋଟେ ଅଂଶ ଭାଙ୍ଗି ଦିଆଯାଉ। ସତରେ ଭାଙ୍ଗିଦେଲେ? ଏହାକୁ ହିଁ ରଥଭଙ୍ଗା କହନ୍ତି। ଏବେ ବି ସେ ପରମ୍ପରା ଅଛି। ଏଇଟା ରଥକୁ ପୁରା ନଷ୍ଟ କରିବା କଥା ନୁହେଁ, ଏହା ଏକ ସାଙ୍କେତିକ ପ୍ରତିବାଦ, ନିଜ କ୍ଷୋଭ, ନିଜ ଅଧିକାର ଜାହିର କରିବାର ଏକ ପ୍ରତୀକ। ବୁଝିଲି। ଆଉ ଆପଣ କହିଲେ ଏ ପରମ୍ପରା ଆଜି ବି ଅଛି। ଦେଖିବା ତ ଲକ୍ଷ୍ମୀ ସେଦିନ କ୍ରୋଧରେ ସ୍ୱାମୀଙ୍କୁ ଦେଖିବାକୁ ଆସନ୍ତି ଆଉ ଦଣ୍ଡ ଦିଅନ୍ତି। ଆଚ୍ଛା, କେମିତି ପାଳନ ହୁଏ ଏବେ? ସେଦିନ ଠିକ୍ ସେମିତି ମା ଲକ୍ଷ୍ମୀଙ୍କ ପ୍ରତିମା ପାଲିଙ୍କିରେ ଗୁଣ୍ଡିଚା ମନ୍ଦିର ଯାଆନ୍ତି। କିନ୍ତୁ ମନ୍ଦିର ଭିତରକୁ ଯାଆନ୍ତିନି। ବାହାରୁ ହିଁ ବନ୍ଦୀଘୋଷ ରଥର ଗୋଟେ ଛୋଟ କାଠ ଖଣ୍ଡକୁ ସାଙ୍କେତିକ ଭାବେ ଭାଙ୍ଗନ୍ତି ବା ଛୁଇଁ ଦିଅନ୍ତି। ତାପରେ ଟିକେ ଲୁଚିକି ଅନ୍ୟ ଏକ ବାଟ ଦେଇ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଏକ ପ୍ରକାର ଅଭିମାନ ଆଉ ଅଧିକାରର ମିଶ୍ରଣ। ବହୁତ ରୋଚକ କଥା। ତାପରେ ମହାପ୍ରଭୁ ଯେତେବେଳେ ଏକଥା ଜାଣିଲେ ଯେ ଲକ୍ଷ୍ମୀ ଏତେ ରାଗିଛନ୍ତି। ହଁ, ସେତେବେଳେ ଯାଇ ମହାପ୍ରଭୁ ନିଜ ଭୁଲ ବୁଝିପାରିଲେ। କୁହାଯାଏ ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ବି ତାଙ୍କୁ ବୁଝେଇଲେ ଯେ ଲକ୍ଷ୍ମୀଙ୍କ ବିନା କିଛି ବି ସମ୍ଭବ ନୁହେଁ। ସେ କେବଳ ପତ୍ନୀ ନୁହନ୍ତି, ସେ ହେଉଛନ୍ତି ଶ୍ରୀ, ସୌଭାଗ୍ୟ, ସମ୍ପଦ ସବୁକିଛି। ତାଙ୍କୁ ଅସନ୍ତୁଷ୍ଟ କଲେ ଚଳିବନି। ଏକଦମ। ତାଙ୍କୁ ଛାଡ଼ି କୌଣସି ଯାତ୍ରା ବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବନି। ଏହାର ମାନେ ଦେବତା ହେଲେ ବି ସମ୍ପର୍କରେ ସମ୍ମାନ ଆଉ ସ୍ୱୀକୃତି ଦରକାର। ନିଶ୍ଚିତ ଭାବରେ। ଆଉ ଯେତେବେଳେ ମହାପ୍ରଭୁ ତାଙ୍କୁ ମନେଇବାକୁ ଗଲେ, ଲକ୍ଷ୍ମୀ ସ୍ପଷ୍ଟ କରିଦେଲେ, ସେ କହିଲେ ସେ କେବଳ ପତ୍ନୀ ନୁହନ୍ତି, ସେ ହେଉଛନ୍ତି ଶକ୍ତି, ଆତ୍ମସମ୍ମାନ, ମର୍ଯ୍ୟାଦା। ତାଙ୍କୁ ଅପମାନ କଲେ ଚଳିବନି। ଏଠି ପାରସ୍ପରିକ ସମ୍ମାନର କଥା ଆସୁଛି। ଆମକୁ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ କଥା ମନେ ପଡ଼େ। ହଁ, ସେଠି ବି ତ ଲକ୍ଷ୍ମୀ ନିଜ ଅଧିକାର ପାଇଁ ଲଢ଼ିଥିଲେ। ଠିକ୍ ସେହି ଭାବନାଟା ଏଠି ବି ଦେଖିବାକୁ ମିଳୁଛି। ନାରୀର ସମ୍ମାନ ଆଉ ଅଧିକାରର କଥା। ତେବେ ଏ ପୁରା କାହାଣୀ ଆଉ ପରମ୍ପରାରୁ ଆମେ କ'ଣ ଶିଖିବା ଉଚିତ? ଏହାର ମୁଖ୍ୟ ବାର୍ତ୍ତା କ'ଣ? ଦେଖନ୍ତୁ, ମୋତେ ଲାଗୁଛି ସବୁଠୁ ବଡ଼ କଥା ହେଲା ସମ୍ମାନ। ଆଉ ଏହା ଦୁଇ ପଟୁ ହେବା ଦରକାର। ଏପରିକି ଦେବତାମାନଙ୍କ କ୍ଷେତ୍ରରେ ବି ଏହାର ମହତ୍ତ୍ୱ ଅଛି। ଲକ୍ଷ୍ମୀଙ୍କର ରଥଭଙ୍ଗା କେବଳ ଗୋଟେ ରାଗର ପ୍ରକାଶ ନଥିଲା, ଏହା ଅନ୍ୟାୟ, ଅବହେଳା ବିରୁଦ୍ଧରେ ଗୋଟେ ଶକ୍ତିଶାଳୀ ପ୍ରତିବାଦ ଥିଲା, ଏକ ସ୍ୱର ଥିଲା। ହଁ, ନିଜ ଅଧିକାର ପାଇଁ ସ୍ୱର ଉଠାଇବା, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଏହା କେବଳ ପୁରୁଣା କାଳର କଥା ନୁହେଁ, ଆଜି ବି ଏହାର ବହୁତ ପ୍ରାସଙ୍ଗିକତା ଅଛି। ନିଶ୍ଚୟ ଅଛି। ଏ କାହାଣୀ ଆମକୁ ଭାବିବାକୁ ବାଧ୍ୟ କରେ। ଆମ ପରମ୍ପରା ଭିତରେ କେତେ ଗଭୀର କଥା ସବୁ ଲୁଚି ରହିଛି। ସମ୍ପର୍କ, ସମାନତା, ବ୍ୟକ୍ତିଗତ ମର୍ଯ୍ୟାଦା, ଏସବୁ ବିଷୟରେ ଆମେ ଖାଲି ପୂଜାପାଠ କି ଉତ୍ସବ ଭାବରେ ନ ଦେଖି ଏହା ଭିତରେ ଥିବା ଶିକ୍ଷାକୁ ବୁଝିବା ଦରକାର।
ନିଜ ଜୀବନରେ ଲଗେଇବା ଦରକାର। ସତରେ ଏକ ଗଭୀର ବିଷୟ। ଅଭିମାନ ଆଉ ପ୍ରତିବାଦ ବି ପବିତ୍ର ପରମ୍ପରାର ଅଂଶ ହୋଇପାରେ। ଏଇଟା ବଡ଼ କଥା। ଆଉ ଗୋଟେ କଥା ଭାବିବା କଥା, ଯେତେବେଳେ ଲକ୍ଷ୍ମୀ ଏତେ ଦୃଢ଼ ହେଲେ ନିଜ ସମ୍ମାନ ପାଇଁ, ଶେଷରେ ଭଗବାନଙ୍କୁ ବି ତାଙ୍କୁ ମନେଇବାକୁ ପଡ଼ିଲା। ତ ଏହା ଶକ୍ତି ଆଉ ସମ୍ମାନ ଭିତରେ ଥିବା ସେ ସନ୍ତୁଳନ ବିଷୟରେ ଆମକୁ କ'ଣ କହୁଛି? ଏହା ଉପରେ ଆହୁରି ଚିନ୍ତା କରାଯାଇପାରେ। ନିଶ୍ଚୟ ଏହା ଉପରେ ଆହୁରି ଆଲୋଚନା ହୋଇପାରିବ। ଆଜି ପାଇଁ ଏଠିକି। ଧନ୍ୟବାଦ। ଧନ୍ୟବାଦ।